ଆପଣ ପାଠ ପଢ଼ିବା ପାଇଁ ବସନ୍ତି ଅବା କୌଣସି କାମକୁ ଆରମ୍ଭ କରନ୍ତି, କିନ୍ତୁ 5 ମିନିଟ୍ ପରେ ଆପଣଙ୍କ ହାତ ଆପେ ଆପେ ଫୋନ୍ ଆଡ଼କୁ ଚାଲିଯାଏ। ମନ କୁହେ ବାସ୍ ଗୋଟିଏ ମିନିଟ୍ ଦେଖିନିଏ, ଆଉ ସେଇ ଗୋଟିଏ ମିନିଟ୍ ଗୋଟିଏ ଘଣ୍ଟାରେ ବଦଳିଯାଏ। ତାପରେ ନିଜକୁ ଗିଲ୍ଟି ଫିଲ୍ ହୁଏ କି ଆଜି ବି ମୁଁ କିଛି କରିପାରିଲିନି। ଯଦି ପ୍ରତିଦିନ ଆପଣଙ୍କ ସହିତ ଏମିତି ହେଉଥାଏ ତାହେଲେ ଶୁଣନ୍ତୁ, ଆପଣ ୱିକ୍ ନୁହନ୍ତି, ଆପଣଙ୍କ ଫୋକସ୍ ଲେବୁଲ୍ ଡାଉନ୍ ହେଇଯାଇଥିବାରୁ ଆପଣଙ୍କ ସହିତ ଏମିତି ହେଉଛି। ତେବେ ଆଜିର ଏଇ ଭିଡ଼ିଓରେ ମୁଁ ଆପଣଙ୍କୁ କହିବି କି ନିଜର ଫୋକସ୍ ଲେବୁଲ୍କୁ କିପରି ବଢ଼େଇବେ ଆଉ ଡିଷ୍ଟ୍ରାକ୍ସନ୍ ଠାରୁ କିପରି ନିଜକୁ ଦୂରେଇ ରଖିବେ। ତେବେ ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ସୋ ଲେଟ୍ସ ଷ୍ଟାର୍ଟ ଦ ଭିଡ଼ିଓ। ସାଙ୍ଗମାନେ, ଆଜିର ଦୁନିଆରେ ସବୁଠାରୁ ମୂଲ୍ୟବାନ ଜିନିଷ ପଇସା ନୁହେଁ, ଆପଣଙ୍କର ଆଟେନସନ୍ ହେଇଥାଏ, ମାନେ ଆପଣଙ୍କର ଧ୍ୟାନ ହେଇଥାଏ। ପୂର୍ବରୁ କ'ଣ ହେଉଥିଲା? ଲୋକମାନେ କେବଳ କାମ କରୁଥିଲେ, ଡିଷ୍ଟ୍ରାକ୍ସନ୍ କମ୍ ଥିଲା, ଫୋକସ୍ ନ୍ୟାଚୁରାଲି ଅଧିକ ଥିଲା। କିନ୍ତୁ ଆଜି ପ୍ରତିଟି ଆପ୍ଲିକେସନ୍, ପ୍ରତିଟି ନୋଟିଫିକେସନ୍, ପ୍ରତିଟି ରିଲ୍, ପ୍ରତିଟି ସର୍ଟ ଭିଡ଼ିଓ ଆପଣଙ୍କ ଧ୍ୟାନକୁ ଆକର୍ଷିତ କରିବା ପାଇଁ ଅହରହ ଚେଷ୍ଟା କରୁଛନ୍ତି। କାହିଁକି ନା ଯାହା ପାଖରେ ଆପଣଙ୍କ ଆଟେନସନ୍ ମାନେ ଧ୍ୟାନ ରୁହେ, ସିଏ ହିଁ ଆପଣଙ୍କ ଉପରେ କଣ୍ଟ୍ରୋଲ କରେ। ଏଇ ଏକ୍ଜାମ୍ପଲ୍ ବୁଝନ୍ତୁ। ତୁମେ ପାଠ ପଢ଼ିବା ପାଇଁ ବସିଲ, କିନ୍ତୁ ଅଚାନକ ଇନଷ୍ଟାଗ୍ରାମ, ଫେସବୁକ୍, ହ୍ୱାଟ୍ସଆପ୍ର ନୋଟିଫିକେସନ୍ ଆସିଲା, ଆଉ ତାପରେ ତୁମର ଧ୍ୟାନ ପାଠଠାରୁ ହଟିକି ସେସବୁ ଆଡ଼କୁ ଚାଲିଯାଏ। ଫୋକସ୍ ବ୍ରେକ୍ଡ। ଏବେ କ'ଣ ହେଲା? ତୁମ ଗୋଲ୍ ପଛକୁ ଚାଲିଗଲା, କିନ୍ତୁ କୌଣସି ଆପ୍ଲିକେସନ୍କୁ ତୁମର ଟାଇମ୍ ମିଳିଗଲା। ଏଥିପାଇଁ ମୁଁ କହିଲି କି ଏଇ ଦୁନିଆରେ ଆଟେନସନ୍ ପାଇଁ ଯୁଦ୍ଧ ଚାଲିଛି। ମାନେ ଗୋଟେ ପଟେ ତୁମର ସ୍ୱପ୍ନ, ଆଉ ଗୋଟେ ପଟେ ଡିଷ୍ଟ୍ରାକ୍ସନ୍, ଆଉ ଏଇ ଦୁଇ ଜଣ ଯାକ ତୁମ ଦିମାଗ ପାଇଁ ଲଢ଼ୁଛନ୍ତି। ଯଦି ତୁମ ଆଟେନସନ୍ ମୋବାଇଲ ଉପରକୁ ଗଲା, ତେବେ ଟାଇମ୍ ବର୍ବାଦ। କିନ୍ତୁ ଯଦି ଗୋଲ୍ ଆଡ଼କୁ ଗଲା, ତେବେ ଲାଇଫ୍ ଚେଞ୍ଜ। ସାଙ୍ଗମାନେ, ଯେଉଁ ଜିନିଷରେ ଆପଣ ଡେଲି ଆଟେନସନ୍ ଦିଅନ୍ତି, ଧୀରେ ଧୀରେ ଆପଣ ସେମିତି ହିଁ ହେଇଯାଆନ୍ତି। ସାଙ୍ଗମାନେ, ଇମାଜିନ୍ କରନ୍ତୁ କି ତୁମେ ବସିକି ପାଠ ପଢ଼ୁଛ, 10 ମିନିଟ୍ ପରେ ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ, ଫେସବୁକ୍, ତାପରେ ଗୋଟିଏ ପରେ ଗୋଟିଏ ର୍ୟାଣ୍ଡମ୍ ଭିଡ଼ିଓ, ଆଉ ଅଚାନକ 2 ଘଣ୍ଟା ଶେଷ, କିନ୍ତୁ କାମ 0%। ତାପରେ ତୁମେ ନିଜକୁ ବ୍ଲେମ୍ କର କି ମୋ ଫୋକସ୍ ହିଁ ଖରାପ। କିନ୍ତୁ ସାଙ୍ଗମାନେ, ସତ କ'ଣ ଜାଣନ୍ତି ନା? ସତ ହେଉଛି ତୁମ ଫୋକସ୍ ଖରାପ ହେଇନଥାଏ, ତୁମ ସିଷ୍ଟମ୍ ଖରାପ ହେଇଥାଏ। ଏବେ ଜାଣନ୍ତୁ ପ୍ରକୃତ କାରଣ ବିଷୟରେ। ଆପଣଙ୍କ ଦିମାଗରେ ଡୋପାମିନ୍ ନାମକ ହର୍ମୋନ୍ ରିଲିଜ୍ ହେଇଥାଏ। ଡୋପାମିନ୍ ହେଉଛି ଗୋଟେ ପ୍ଲେଜର ସିଗ୍ନାଲ ହର୍ମୋନ୍। ଯେତେବେଳେ ଆପଣ ଇନଷ୍ଟାଗ୍ରାମ, ଫେସବୁକ୍, ହ୍ୱାଟ୍ସଆପ୍, ରିଲ୍ସ, ନୋଟିଫିକେସନ୍ ଦେଖନ୍ତି, ସେତେବେଳେ ଏଇ ଡୋପାମିନ୍ ହର୍ମୋନ୍ ବହୁ ମାତ୍ରାରେ ରିଲିଜ୍ ହେଇଥାଏ, ଯାହାଫଳରେ ଆପଣଙ୍କୁ ବହୁତ ମଜା ଲାଗେ। କିନ୍ତୁ ଷ୍ଟଡି ବା ଅନ୍ୟାନ୍ୟ କାମରେ ଏହି ହର୍ମୋନ୍ କମ୍ ମାତ୍ରାରେ ରିଲିଜ୍ ହେଇଥାଏ। ଏଥିପାଇଁ ଆପଣଙ୍କ ବ୍ରେନ୍ ଆପଣଙ୍କୁ ସର୍ବଦା କୁହେ କି ଇଜି ବାଲା କାମ କର, ଫନ୍ ବାଲା କାମ କର, ଆଉ ଆପଣ ଏମିତି ହେଇକି ଡିଷ୍ଟ୍ରାକ୍ସନ୍ ଆଡ଼କୁ ଦୌଡ଼ନ୍ତି। ଏହାକୁ କୁହାଯାଏ ଡୋପାମିନ୍ ଆଡିକ୍ସନ୍। ତ ସାଙ୍ଗମାନେ, ଆପଣ ପ୍ରୋବ୍ଲେମ୍ ବିଷୟରେ ଜାଣିଲେ। ଏବେ ଜାଣିବା ଏହାର ସଲ୍ୟୁସନ୍ ବିଷୟରେ। ମୁଁ ଷ୍ଟେପ୍ସ କହିବି, ଯାହାକୁ ଆପଣ ଧ୍ୟାନ ଦେଇକି ଶୁଣନ୍ତୁ। ଷ୍ଟେପ୍ 1, ଏନଭାୟରନମେଣ୍ଟ ରିସେଟ୍। ସାଙ୍ଗମାନେ, ଫୋକସ୍ ୱିଲ୍ ପାୱାରରୁ ନୁହେଁ, ଏନଭାୟରନମେଣ୍ଟରୁ ଆସେ। ଫୋନ୍କୁ ନିଜଠାରୁ ଦୂରେଇ ରଖନ୍ତୁ, ସାଇଲେଣ୍ଟ ରୁହନ୍ତୁ, ଫେସ୍ ଡାଉନ୍ କରି ରଖନ୍ତୁ। ଷ୍ଟଡି ଟେବୁଲ୍ ବା ଯେଉଁ ପରିବେଶରେ ଆପଣ କିଛି କାମ କରୁଛନ୍ତି, ତାକୁ ପୁରା ନିଟ୍ କ୍ଲିନ୍ ରଖନ୍ତୁ। ଯଦି ପାଖରେ ଫୋନ୍ ରହିବ ନା, ତେବେ ଫୋକସ୍ କରିବା ଇମ୍ପସିବଲ୍ ହେଇଯିବ। ଷ୍ଟେପ୍ 2, ଫୋକସ୍ ଟାଇମର୍। ସାଙ୍ଗମାନେ, ଏଥିରେ ଆପଣ ପୋମୋଡୋରୋ ଟେକ୍ନିକ୍ର ୟୁଜ୍ କରିପାରିବେ। এই ପୋମୋଡୋରୋ ଟେକ୍ନିକ୍ ବିଷୟରେ
ପୂର୍ବରୁ ମୁଁ ମୋର ବହୁତ ସାରା ଭିଡ଼ିଓରେ ଏ ବିଷୟରେ ଡିସ୍କସନ୍ କରିସାରିଛି। ଫିର୍ ବି ମୁଁ ଆଉ ଥରେ ଆପଣଙ୍କୁ କହି ରଖେ, ଏଥିରେ କ'ଣ ହୁଏ, ଯେଉଁ ଆପଣ ଆଟ୍ ଏ ଟାଇମ୍ ଏକାଥରେ 2 ଘଣ୍ଟା 3 ଘଣ୍ଟା 4 ଘଣ୍ଟା ବସି ପଢ଼ୁଛନ୍ତି, ସେଇଟାକୁ ସେମିତି ନ କରିକି ତାକୁ ଆପଣ 25-25 ମିନିଟ୍ରେ ଡିଭାଇଡ଼ କରିଦିଅନ୍ତୁ। ଯେମିତିକି ଆପଣ 25 ମିନିଟ୍ ପଢ଼ିବେ, ଫିର୍ ତାପରେ 5 ମିନିଟ୍ର ବ୍ରେକ୍ ନେଇଯିବେ, ତାପରେ ପୁଣି 25 ମିନିଟ୍ ପଢ଼ିବେ, ପୁଣି 5 ମିନିଟ୍ ବ୍ରେକ୍ ନେଇଯିବେ। କିନ୍ତୁ ଏଥିରେ ଟ୍ୱିଷ୍ଟ ଏଇଆ କି ବ୍ରେକ୍ ଟାଇମ୍ରେ ବି ମୋବାଇଲ ୟୁଜ୍ କରିବାର ନାହିଁ। ଆପଣ ଚାଲିପାରନ୍ତି, ପାଣି ପିଇପାରନ୍ତି, ଯେଉଁଥିରେ କି ଦିମାଗ ରିସେଟ୍ ହେଇଥାଏ, କିନ୍ତୁ ମୋବାଇଲକୁ ଛୁଇଁବାର ନାହିଁ। ଷ୍ଟେପ୍ 3 ଡୋପାମିନ୍ ଡେଟକ୍ସ। ସକାଳୁ ଉଠିବା ମାତ୍ରେ ହିଁ ମୋବାଇଲ ନୁହେଁ, ଅନନେସେସାରୀ ସ୍କ୍ରଲିଂ ପୁରାପୁରି ଭାବରେ ବନ୍ଦ। ରିଲ୍ସ ଦେଖିବାର ଗୋଟେ ଲିମିଟ୍ ରଖ। ମୁଁ ଜାଣିଛି ଆରମ୍ଭରୁ ଟିକେ ବୋରିଂ ଲାଗିବ, କିନ୍ତୁ ଏହି ସାଇନ୍ ହେଇଥାଏ କି ତୁମେ ରିକଭର ହେଉଛ। ଦେଖିବେ 5-7 ଦିନ ଗଲା ପରେ ତୁମ ଫୋକସ୍ ଅଟୋମେଟିକାଲି ବଢ଼ିବ। ସାଙ୍ଗମାନେ, ଗୋଟେ କଥା ହେଉଛି କି ତୁମେ କ'ଣ କରୁଛ ସେଇଟା ଇମ୍ପୋର୍ଟାଣ୍ଟ ନୁହଁ, ତୁମେ ତୁମ ନିଜକୁ କ'ଣ ମାନୁଛ ସେଇଟା ଇମ୍ପୋର୍ଟାଣ୍ଟ। ଯଦି ତୁମେ ଭାବୁଛ କି ମୁଁ ଡିଷ୍ଟ୍ରାକ୍ଟ ହେଇଯାଉଛି, ତ ତୁମେ ସେମିତି ହିଁ ହେଇ ଚାଲିବ। କିନ୍ତୁ ଯଦି ତୁମେ ନିଜକୁ କହିବ କି ମୁଁ ହେଉଛି ଜଣେ ଫୋକସ୍ଡ ମଣିଷ, ତ ତୁମେ ନିଜକୁ ପ୍ରୁଭ୍ କରିବା ପାଇଁ ଆକ୍ସନ୍ ନେବ। ଏହାକୁ କୁହାଯାଏ ଆଇଡେଣ୍ଟିଟି ବେସ୍ଡ ଫୋକସ୍। ସାଙ୍ଗମାନେ, ଯଦି ତୁମେ ନିଜ ଆଟେନସନ୍କୁ କଣ୍ଟ୍ରୋଲ ନ କରିବ, ତ ଏ ଦୁନିଆ ତୁମକୁ କଣ୍ଟ୍ରୋଲ କରିବ। ତୁମେ ଏମିତି ସ୍କ୍ରଲ୍ କରି ଚାଲିଥିବ, ଆଉ ବାକି ଦୁନିଆ ତୁମଠାରୁ ଆଗକୁ ବଢ଼ି ଚାଲିଥିବେ। ଆଉ ଗୋଟେ ବର୍ଷ ପରେ ଡିଫରେନ୍ସ ବହୁତ ବଡ଼ ହେବ। ସାଙ୍ଗମାନେ, ମନେ ରଖ, ଯେଉଁଠିକି ତୁମ ଧ୍ୟାନ ଯାଏ, ତୁମ ଭବିଷ୍ୟତ ସେହିପରି ବନିଯାଏ। ଆଜିଠାରୁ ଏଇ 3ଟା ରୁଲ୍କୁ ଫଲୋ କରିବ। ନିଜଠୁ ଫୋନ୍ ଦୂରେଇ ରଖିବ, 25 ମିନିଟ୍ ଫୋକସ୍, 5 ମିନିଟ୍ ବ୍ରେକ୍ ନେବ, ଦେନ୍ ନୋ ର୍ୟାଣ୍ଡମ୍ ସ୍କ୍ରଲିଂ ଟୋଟାଲି ବନ୍ଦ, ଅନନେସେସାରୀ ସ୍କ୍ରଲିଂ। ଆଉ ନିଜକୁ କହିବ କି ମୁଁ ମୋ ନିଜ ଆଟେନସନ୍ର ମାଲିକ। ଯଦି ତୁମେ ଏହି 4ଟା ଯାକ ଭିଡ଼ିଓର ସିରିଜ୍ ଦେଖିସାରିଛ, ଆଉ ଏଇ ଭିଡ଼ିଓରେ କୁହାଯାଇଥିବା ରୁଲ୍ସ ବଗେରାକୁ ଫଲୋ କରୁଥାଅ, ତ ତୁମେ ଆଉ ଆଭରେଜ୍ ହେଇକି ରହିବନି, ବ୍ରିଲିଏଣ୍ଟ ହେଇଯିବ। ତ ଯଦି ସାଙ୍ଗମାନେ ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ। କାହିଁକି ନା ଏଠାରେ କେବଳ ମୋଟିଭେସନ୍ ନୁହେଁ, ଏଠାରେ ରିଏଲ୍ ଟ୍ରାନ୍ସଫର୍ମେସନ୍ ମିଳିଥାଏ। ତ ଆଜି ପାଇଁ ଏତିକି, ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମନେ ରଖିଥାନ୍ତୁ। ଧନ୍ୟବାଦ।